ଆମ ପଡ଼ିଶା ଘର ଜଣେ ମୋର ସାନ ଭାଇ ସମ୍ପର୍କରେ ମୋର ସେ ସାନ ଭାଇ ବି ତାକୁ କିପରି ପଠେଇ ତାର ସେ ବାଣ୍ଡୁରୁ ଛୋଟ ଛୋଟ ବାଣ୍ଡୁରୁ କିପରି ମୁଁ 1 ଘଣ୍ଟା ଧରି ଗିଆ ଖାଇଥିଲି ଏବଂ ମୋ ବିହାକୁ ପୁରା ଶାନ୍ତି କରାଇଥିଲି, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏ ଭିଡ଼ିଓ ପୁରା କଚ୍ଚା ଭିଡ଼ିଓ। ଏ ଭିଡ଼ିଓ ଦେଖି ସାରିଲା ପରେ ନିଶ୍ଚିତ ଭାବରେ ଆପଣଙ୍କ ବାଣ୍ଡ ଟିଙ୍ଗି ଉଠିବ ଏବଂ ଯଦି ମହିଳାମାନେ ଦେଖୁଥିବେ ତେବେ ନିଶ୍ଚିତ ଭାବରେ ତାଙ୍କ ଦିହରୁ ପାଣି ବାହାରିବ। ତ ଆସନ୍ତୁ ପୁରା ଭିଡ଼ିଓଟିକୁ ଦେଖିବା। ନମସ୍କାର, ମୋ ନାଁ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର କଞ୍ଚା କଞ୍ଚା ଗିହା କାହାଣୀ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ସମୟକୁ ନଷ୍ଟ ନକରି କିପରି ମୋର ସାନ ଭାଇ ପାଖରୁ ମୁଁ ଗିହା ଖାଇଥିଲି ଏବଂ ମୋର ବିହାକୁ ଶାନ୍ତି କରାଇଥିଲି ସେହି ବିଷୟରେ ଆଜି ମୁଁ ଆପଣମାନଙ୍କୁ କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଥରେ କ'ଣ ହେଇଛି ନା ମୋତେ ଗିହା ଖାଇବାକୁ ପ୍ରବଳ ଇଚ୍ଛା ହେଲା। ମୁଁ କୌଣସି ମତେ ଗିହା ଖାଇପାରୁନଥିଲି, କେବଳ ମୋ ବିହାରେ ଆଙ୍ଗୁଠି ଗେଞ୍ଜୁଥିଲି ଏବଂ ହାଲକା ହାଲକା ଶାନ୍ତି ପାଉଥିଲି। କିନ୍ତୁ ବାଣ୍ଡରେ ଗେହିବା ମଜା ଆଉ ଆଙ୍ଗୁଳି ପୂରେଇ ବିହାରୁ ରସ ବାହାର କରିବା ଏ ଦୁଇଟି କଥା ଏକା ନୁହେଁ। କାରଣ ଅରିଜିନାଲ୍ ଆଉ ଡୁପ୍ଲିକେଟ୍ କିଛି ଜିନିଷ ଅଛି ନା। ତେଣୁ ମୁଁ କଞ୍ଚା ବାଣ୍ଡଟିଏ ଖୋଜୁଥିଲି। କେହି ପ୍ରକାରେ ସୁବିଧା ସୁଯୋଗ ପାଉନଥିଲି କିମ୍ବା ଗିହା ଖାଇପାରୁନଥିଲେ। ତ ଆମ ପଡ଼ିଶା ଘରର ଜଣେ ସମ୍ପର୍କରେ ଭାଇ ହୁଏ। ସେ ସଦାବେଳେ ଆମ ଘରକୁ ଯିବା ଆସିବା କରେ। ତେଣୁ ଏବଂ ମୋ ସାଙ୍ଗରେ ବି ସେ ବହୁତ ମିଶେ, ଥଟ୍ଟା ମଜା ହୁଏ। 8ମ ଶ୍ରେଣୀରେ ସେ ପାଠ ପଢ଼ୁଛି। ତ ମୋ ମନ ଭିତରକୁ ଆସିଲା ଯେ ଯଦି ତାକୁ ପଠାଇ ତା ପାଖରୁ ଟିକେ ଗିହା ଖାଆନ୍ତି ତେବେ ବହୁତ ମଜା ହୁଅନ୍ତା। ଛୋଟ ବାଣ୍ଡରୁ ଗିହା କେମିତି ଲାଗିବ ଟିକେ ଟେଷ୍ଟ କରିବା। ମନ ଭିତରେ ଏହି ପ୍ରକାର ଉଦ୍ଦେଶ୍ୟ ରଖିଥିଲି, କିନ୍ତୁ ସୁଯୋଗ ପାଇପାରୁନଥିଲି। ଥରେ ଦେଖିଲି ଯେ ସେ ପିଲାଟି ଢଙ୍ଗ ଢଙ୍ଗ ହୋଇ ଏପଟେ ସେପଟେ ବୁଲୁଛି ଏବଂ ସେଦିନ ବି ଆମ ଘରେ କେହି ନଥିଲେ। ତ ଏହି ପ୍ରକାର ଗୋଟିଏ ମୌକା ପାଇ ମୁଁ କ'ଣ କଲି ନା ତାକୁ ଆମ ଘରକୁ ଡାକିଲି। ସେ ବି ଚାଲି ଆସିଲା ଆମ ଘରକୁ ଏବଂ ଆମେ ଦୁହେଁ ବସି କିଛି ସମୟ କଥାବାର୍ତ୍ତା ହେଲୁ। ତାପରେ ମୁଁ ତାକୁ କହିଲି, ତୁ ଗୋଟେ କାମ କର, ଆଉ ପରୀକ୍ଷା ତ ଆସିଲାଣି, ତୁ ପଢ଼ାପଢ଼ି ଠିକ୍ ଭାବରେ କରୁଛୁ ନା ନାହିଁ? ସେ କହିଲା, ହଁ ଦିଦି ମୁଁ ପଢ଼ୁଛି, କିନ୍ତୁ ମୋର ପାଠ ସେମିତି ମନେ ରହୁନାହିଁ। ମୁଁ କହିଲି, କାହିଁକି ତୋର ପାଠ କାହିଁକି ମନେ ରହୁନାହିଁ? ସେ କହିଲା, କେଜାଣି ମୋର ପାଠ ମନେ ରହୁନାହିଁ। ମୁଁ ତାକୁ ମଜାରେ କହିଲି, କ'ଣ ତୁ କିଛି ଝିଅ ଫିଅ ପଟେଇଛୁ କି? ସେଇ ଝିଅମାନଙ୍କ କଥା ଭାବୁଥିବୁ ଆଉ ପାଠ ଶାଠରେ ଧ୍ୟାନ ଦେଉନଥିବୁ। ସେ ହସିଦେଲା ଏବଂ କହିଲା, ନା ନା ମୋର ସେମିତି କେହି ନାହାନ୍ତି। ତାପରେ ମୁଁ ଛୋଟ ପିଲା, ମୋର ଝିଅ ପଟେଇ କ'ଣ ଲାଭ ହେବ? ମୁଁ କହିଲି, ତୁ ଛୋଟ ପିଲା, ତୁ ଛୋଟ କେଉଁଠୁ, ତୁ ତ ବହୁତ ବଡ଼ ହେଇଗଲୁଣି। ସେ କହିଲା, ତମେ କେମିତି ଜାଣିଲ? ମୁଁ କହିଲି, ଆରେ ଦେଖ ତୋ ପ୍ୟାଣ୍ଟ ଭିତରେ ତୋ ବାଣ୍ଡଟା ବହୁତ ଲମ୍ବା ଦେଖାଯାଉଛି। ଏଇ କଥା ଶୁଣି ସେ ପୁରା ଲାଜିଗଲା। ମୁଁ କହିଲି, ଆରେ ଲାଜ କ'ଣ କରୁଛୁ? ଏଇ କଥା କହି ମୁଁ କ'ଣ କଲି ନା ତା ପ୍ୟାଣ୍ଟରେ ହାତ ବୁଲେଇ ଆଣିଲି। ତାପରେ ତାକୁ ମଜାରେ କହିଲି, ଦେଖ ତୋର କେମିତି ବାଣ୍ଡ ଲମ୍ବା ହେଇଗଲାଣି। ସେ ଆଉ ଟିକେ ଲାଜିଗଲା। ମୁଁ ତାପରେ କ'ଣ କଲି ନା ତା ପ୍ୟାଣ୍ଟଟିକୁ ତଳକୁ ଟାଣିଦେଲି। ସେ ବରମୁଣ୍ଡାଟି ପିନ୍ଧିଥିଲା, ତେଣୁ ସହଜରେ ପ୍ୟାଣ୍ଟଟି ତଳକୁ ଚାଲିଗଲା ଏବଂ ତାର ବାଣ୍ଡଟି ବାହାରକୁ ବାହାରି ପଡ଼ିଲା। ମୁଁ କ'ଣ କଲି ନା ସେଇ ବାଣ୍ଡକୁ ମୋ ହାତରେ ଧରିନେଲି। ସେ
ସେ କହୁଥାଏ ନାଇଁ ବାପା ମୋତେ ଛାଡ଼, ଏଗୁଡ଼ା ଭଲ କଥା ନୁହେଁ, ତମେ ମୋତେ ଛାଡ଼। ମୁଁ କହିଲି ଆରେ ଦେଖ, ତୁ ତ ଏବେ କହିଲୁ ଯେ ତୁ ଛୋଟ ପିଲା, ତୋର ଦାଣ୍ଡ ବହୁତ ଛୋଟ, କିନ୍ତୁ ଦେଖ ତୋର ଦାଣ୍ଡ କେତେ ଲମ୍ବା ହେଉଛି। ଏଇ କଥା କହି ମୁଁ କ'ଣ କଲି ନା ତା ଦାଣ୍ଡକୁ 10-15 ଥର ହଲେଇ ଦେଲି। ଏମିତି ମୁଁ ତା ଦାଣ୍ଡକୁ ହଲେଇଛି, ତା ଦାଣ୍ଡ ଏଥର ଷ୍ଟ୍ରଙ୍ଗ ହେଇଗଲା ଏବଂ ସେଇ ଟାଣୁଆ ଦାଣ୍ଡକୁ ମୋ ହାତରେ ମୁଠେଇ ଧରି ତାକୁ ପୁଣି କହିଲି, ଦେଖ ତୁ ତ କହୁଥିଲୁ ଛୋଟ ଦାଣ୍ଡ, ଏବେ ଦେଖ। ସିଏ ସେତେବେଳକୁ ତାର ଯେତେବେଳେ ଦାଣ୍ଡଟି ଛିଡ଼ା ହେଇଛି, ସିଏ ସେତେବେଳକୁ ଜୋସ୍ରେ ଆସିଯାଇଥାଏ। ତେଣୁ ସେ ଖାଲି ମୁରୁକି ହସୁଥାଏ, କିନ୍ତୁ ଆଉ କିଛି କହୁନଥାଏ। ତ ଏ ସୁଯୋଗ ପାଇ ମୁଁ କ'ଣ କଲି ନା ତା ଦାଣ୍ଡକୁ ଆହୁରି ଟିକେ ହଲେଇବାକୁ ଲାଗିଲି। କିଛି ସମୟ ହଲେଇ ସାରିଲା ପରେ ସିଏ ଆଉ ମୋତେ କିଛି ବିରୋଧ କଲାନି। ମୁଁ କହିଲି ତୋର କିଛି ମନ ହେଉନାହିଁ? ସେ କହିଲା କ'ଣ କରିବା? ମୁଁ କହିଲି ତୁ ଗୋଟେ କାମ କର, ମୋତେ ଟିକେ ଗେଁ। ସେ କହିଲା ମୁଁ ତ ଗେଁଇବା ଜାଣିନି, ମୁଁ ତ କେବେ କାହାରିକୁ ଗେଇଁ ନାହିଁ। ମୁଁ କହିଲି ଆରେ କିଛି ଅସୁବିଧା ନାହିଁ, ମୁଁ ତୋତେ ଶିଖେଇ ଦେଉଛି, ତୁ ମୋତେ ଗେଁ। ଏଇ କଥା କହି ମୁଁ କ'ଣ କଲି ନା ମୋର ସାର୍ଟ ଆଉ ମୋର ପ୍ୟାଣ୍ଟ ସବୁ ଖୋଲିଦେଲି। ତା ଆଗରେ ପୁରା ଲଙ୍ଗଳା ହେଇଗଲି। ସେ ମୋର ଲଙ୍ଗଳା ଚେହେରା ଦେଖି ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ। ସେ କ'ଣ କଲା ନା ମୋ ଦୁଧରେ ତା ମୁହଁଟିକୁ ମାରିଦେଲା ଏବଂ ଜିଭରେ ମୋ ଦୁଧର ମୁଣ୍ଡିକୁ ସଲସଲ କରିବାକୁ ଲାଗିଲା ଏବଂ ଦୁଧକୁ ଗୋଟିଏ ହାତରେ ଚିପୁଡ଼ିଲା ଏବଂ ଆଉ ଗୋଟିଏ ଦୁଧକୁ ସେ କ'ଣ କଲା ନା ତା ପାଟିରେ ନେଇ ଚୁଚୁମିବାକୁ ଲାଗିଲା। ଏମିତି କିଛି ସମୟ ଚୁଚୁମି ସାରିଲା ପରେ ମୋତେ ବହୁତ ମଜା ଲାଗିଲା। ମୁଁ କ'ଣ କଲି ନା ତା ମୁହଁଟିକୁ ନେଇ ମୋ ବିଆ ଭିତରେ ପୂରେଇ ଦେଲି ଏବଂ ତାକୁ କହିଲି ତୁ ଭଲ ଭାବରେ ମୋ ବିଆକୁ ଚାଟ। ସେ ବି ପୁରା ଜୋସ୍କୁ ଆସିଯାଇଥିଲା। ତେଣୁ ଆଉ କିଛି ନ କହି ସେ କ'ଣ କଲା ନା ମୋ ବିଆରେ ତା ଜିଭ ଲଗାଇ ଚାଟିବାକୁ ଲାଗିଲା। ଏମିତି କିଛି ସମୟ ଚାଟି ସାରିଲା ପରେ ମୁଁ କ'ଣ କଲି ନା ତାକୁ ତଳେ ଶୁଆଇ ଦେଲି ଏବଂ ତାର ସେଇ ଦାଣ୍ଡ ଉପରେ ବସି ମୋ ବିଆକୁ ବସେଇଲି ଏବଂ ମୁଁ ତାକୁ ଗେଁହିବାକୁ ଲାଗିଲି। ସେ ତଳେ ଶୋଇଥିଲା, ମୁଁ ତା ଉପରେ ଶୋଇ ମୋ ଗାଣ୍ଡିକୁ ଉଠପଡ଼ କରେଇଲି ଏବଂ କଚ୍ 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 କରି ତାକୁ ଗେଁହି ଚାଲିଲି। ପାଖାପାଖି 10-15 ମିନିଟ୍ ଗେଁହି ସାରିବା ପରେ ସେ ମୋତେ କହିଲା ଅପା, ମୋତେ କାହିଁକି ଭଲ ଲାଗୁନାହିଁ, ମୋତେ ଲାଗୁଛି ଯେମିତି ମୋତେ ପରିସ୍ରା ଲାଗୁଛି। ମୁଁ କହିଲି ଆରେ ସେଇଟା ପରିସ୍ରା ନୁହଁ, ତୋ ଗାଣ୍ଡିରୁ ରସ ବାହାରିବା ପାଇଁ ବ୍ୟସ୍ତ ହେଇପଡ଼ିଲାଣି। ତେଣୁ ସେଇ ରସ ବାହାରିବାର ଆଗ ସମୟ ଏଇଟା। ତୁ ଗୋଟେ କାମ କର, ମୋ ବିଆକୁ ଆଉ କିଛି ସମୟ ଚାଟ। ତାପରେ ସେ ପୁଣି ମୋତେ କ'ଣ କଲା ନା ଖଟ ଉପରେ ଶୁଆଇ ଦେଲା ଏବଂ ମୋର 2 ଟାଙ୍ଗକୁ ଟେକି ତା ମୁହଁରେ ମୋ ବିଆକୁ ଚାଟିବାକୁ ଲାଗିଲା। ଏଥର ସେ ଖୁବ୍ ଜୋରରେ ମୋ ବିଆକୁ ଚାଟୁଥାଏ ଏବଂ 5-7 ମିନିଟ୍ ପର୍ଯ୍ୟନ୍ତ ସେ ଯେତେବେଳେ ମୋ ବିଆକୁ ଚାଟିଲା, ସେତେବେଳେ ମୋ ବିଆରୁ ସବୁ ରସ ବାହାରିଗଲା। ତା ମୁହଁରେ ସବୁ ରସ ଲାଗିଗଲା। ସେ କହିଲା ତମେ ରସ ଛାଡ଼ିଦେଲ, ମୋ ମୁହଁରେ ସବୁ ରସ ଲାଗିଗଲା। ମୁଁ କହିଲି ଆରେ କିଛି ଅସୁବିଧା ନାହିଁ, ତୁ ଧୋଇଦେବୁ, ସବୁ ସଫା ହେଇଯିବ। ତାପରେ ସେ କହିଲା ଅପା, ତମର ତ ରସ ବାହାରିଗଲା, ମୋ ରସ କେମିତି ବାହାରିବ? ମୁଁ କହିଲି ଆରେ କିଛି ଅସୁବିଧା ନାହିଁ, ତୁ ଗୋଟେ କାମ କର, ମୁଁ ନଇଁ ରହୁଛି, ତୁ ପଛପଟରୁ ମୋ ବିଆରେ ତୋ ଦାଣ୍ଡକୁ ବସା। ତାପରେ ମୁଁ କ'ଣ କଲି ନା ଖଟ ଉପରେ ପେଟେଇ ପଡ଼ିଲି ଏବଂ ସେ ତଳେ ଛିଡ଼ା ହେଲା ଏବଂ ତଳେ ଛିଡ଼ା ହୋଇ ସେ ମୋ ବିଆରେ ତା ଦାଣ୍ଡଟିକୁ ବସେଇଲା। ଏଥର ପାଖାପାଖି 15-20 ମିନିଟ୍ ପର୍ଯ୍ୟନ୍ତ ସେ ମୋତେ ଗେଁହିଲା। ଏମିତି ଗେଁହୁଥିବା ସମୟରେ ତା ଦାଣ୍ଡରୁ ସବୁ ରସ ମୋ ବିଆ ଭିତରକୁ ଚାଲିଗଲା। ଆମେ ସେଦିନ ପାଖାପାଖି 1 ଘଣ୍ଟା ଧରି
ଏମିତି ଗିଆଁ ଗିଁ ହେଇଥିଲୁ। ତାପରେ ମୁଁ ଯେତେବେଳେ ବି ଗିଆଁ ଖାଇବାକୁ ଇଚ୍ଛା ହୁଏ ତାକୁ ଆମ ଘରକୁ ଡାକେ ଏବଂ ସେ ଆମ ଘରକୁ ଆସି ମୋତେ ପ୍ରବଳ ମାତ୍ରାରେ ଦିଏ। ତ ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବେ। ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।